ଅଗଷ୍ଟ 16 ତାରିଖ ଦିନ ଭୁବନେଶ୍ୱର ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସରେ ଗୋଟେ E20 ପେଟ୍ରୋଲ ଉପରେ ଟାଉନ୍ ହଲ୍ ମିଟିଂ ଅର୍ଗାନାଇଜ୍ କରୁଛୁ ଆମେ ସମସ୍ତେ ମାନେ ସିଟିଜେନ୍ସ ମାନଙ୍କ ତରଫରୁ ଏ ଟାଉନ୍ ହଲ୍ ମିଟିଂ କୌଣସି ପାର୍ଟି ସେମିତି ତ ନାହିଁ। ଆପଣ ଜାଣିଛନ୍ତି କଂଗ୍ରେସ ପାର୍ଟି କି E20କୁ ବିରୋଧ କରୁଛି, ଆମ୍ ଆଦମୀ ପାର୍ଟି କରୁଛି, ସାଧାରଣ ଜନତା ବି ବିରୋଧ କରୁଛନ୍ତି। 2023 ପୂର୍ବରୁ ଯେତେ ଗାଡ଼ି ହେଇଛି ଆପଣଙ୍କର ବାଇକ୍ ହଉ କି ଫୋର୍ ହ୍ୱିଲର୍ ସବୁଥିରେ E20 ପେଟ୍ରୋଲ ପକାଇବା ପରେ ଆମେ ଦେଖୁଛୁ ମାଇଲେଜ୍ କମୁଛି, ଯେଉଁ ଗାଡ଼ିର ଯନ୍ତ୍ରାଂଶ ଖରାପ ହେଉଛି, ଇଞ୍ଜିନ୍ ଖରାପ ହେଉଛି, ଅନେକ ପ୍ରକାର ଯେଉଁ ଗିୟର ତାକୁ ଇଏ କଲେ ପିକଅପ୍ କମୁଛି। ସେଥିପାଇଁ ସାଧାରଣ ଜନତା ଟିକେ ଚିନ୍ତିତକୁ ନେଇକି ଯେ E20 ପେଟ୍ରୋଲରେ ଗାଡ଼ି ଖରାପ ହେଉଛି। ଆଉ ସବୁଠୁ ଇଣ୍ଟରେଷ୍ଟିଂ ହେଲା ଅଟୋମୋବାଇଲ୍ ଆସୋସିଏସନ୍ର ଯେଉଁ ରିପୋର୍ଟ ଆସିଛି ସିଆମ୍ର, ସେଥିରେ ବି ଏଇ କଥାଟା ପ୍ରମାଣିତ ହେଉଛି ଯେ ଗାଡ଼ି ଯଦି E20 ପେଟ୍ରୋଲ କମ୍ପ୍ଲାଏଡ୍ ନୁହଁ 2023 ପୂର୍ବରୁ ହେଇଛି ତାହେଲେ ନିଶ୍ଚିତ ଭାବରେ ଗାଡ଼ିରେ ଗାଡ଼ି ଇଞ୍ଜିନ୍ ଖରାପ ହେଉଛି ବା ପ୍ରୋବ୍ଲେମ୍ ଦେଖାଦେଉଛି। ସେଥିପାଇଁ ଯେତେବେଳେ ସରକାରଙ୍କୁ ପଚରାଯାଉଛି ଯେ ପୁରୁଣା ଗାଡ଼ିରେ E20 ତେଲ ପକାଇଲେ ଖରାପ ହେଉଛି ବୋଲି, ସରକାର କହୁଛନ୍ତି ନାହିଁ ଏମିତି କିଛି ପ୍ରମାଣ ନାହିଁ। କିନ୍ତୁ ସୁପ୍ରିମକୋର୍ଟରେ ସରକାର ନିଜେ କହୁଛି ଯେ E20 ପେଟ୍ରୋଲ ପକାଇଲେ ଗାଡ଼ିରେ କ'ଣ ହେଉଛି, ଆମେ ତାର ପରୀକ୍ଷା ଚଲେଇଛୁ। ତ ସାରା ଦେଶର ସବୁ ଗାଡ଼ିରେ E20 ପକାଇ ତୁମେ ପରୀକ୍ଷା କରିବ? କେଉଁଠି 500,000 ଗାଡ଼ିରେ ପରୀକ୍ଷା କରାଯାଏ। କାରଣ ବୁଝୁ ବୁଝୁ ଜଣାପଡ଼ୁଛି ଯେ ଆମେରିକାର ଚାପରେ ଆଉ ଭାରତୀୟ ଜନତା ପାର୍ଟିର ନେତାମାନଙ୍କର ପିଲାମାନଙ୍କର ବେପାରକୁ ବଢ଼ାଇବା ପାଇଁ ଏ E20 ସାଧାରଣ ଜନତା ଉପରେ ଲଦି ଦିଆଯାଇଛି। ଗାଡ଼ି ଖରାପ ହେଲେ କେହି ବୁଝିବାକୁ ନାହିଁ। ତେଣୁ ସରକାରଙ୍କ ପାଖରେ ଆମେ ଦୁଇଟା ଦାବି ରଖିଛୁ। ଗୋଟେ ତ E20 ପେଟ୍ରୋଲ ସହିତ ସାଧାରଣ ପେଟ୍ରୋଲ ବିଶୁଦ୍ଧ ପେଟ୍ରୋଲ ବି ଦିଆଯାଉ। ଯିଏ E20 ପକାଇବ ଯିଏ ବିଶୁଦ୍ଧ ପେଟ୍ରୋଲ ପକାଇବ। କିନ୍ତୁ ବିଶୁଦ୍ଧ ପେଟ୍ରୋଲକୁ ବର୍ତ୍ତମାନ ଯେଉଁ ଦାବି ହେଲା ପରେ ଚାଲୁ କରିଛନ୍ତି 166 ଟଙ୍କା ଲିଟର ନେଉଛନ୍ତି। ଯେଉଁ ତେଲର ରେଟ୍ 82-83 ଟଙ୍କା ହେବା କଥା ତାକୁ 166ରେ ବିକିକି ସରକାର ବାଧ୍ୟ କରୁଛନ୍ତି ସାଧାରଣ ଜନତାକୁ ଯେ ତମେ E20 ତେଲ କିଣ। E20 ତେଲ କିଣିବା ପାଇଁ ବାଧ୍ୟ କଲେ ସରକାର ବୁଝୁନାହାନ୍ତି ସାଧାରଣ ଜନତାର ଗାଡ଼ି ଖରାପ ହେଲେ, ବାରମ୍ବାର ମାଇଲେଜ୍ କମିଲେ, ପିକଅପ୍ କମିଲେ କିଏ ରେସ୍ପନ୍ସିବଲ୍ ହେବ? ଆମେ ଅନେକ ଗ୍ୟାରେଜ ଦୋକାନ ଗଲୁ, ଅନେକ ପେଟ୍ରୋଲ ପମ୍ପ ମାଲିକଙ୍କ ସହିତ କଥାବାର୍ତ୍ତା କରୁଛୁ, ସାଧାରଣ ଜନତା ସହିତ କଥାବାର୍ତ୍ତା କରୁଛୁ। ସବୁଠି ଗୋଟିଏ କଥା, E20 ପେଟ୍ରୋଲ ବାଧ୍ୟତାମୂଳକ ଭାବରେ ଜବରଦସ୍ତି ସରକାର ଆମ ଉପରେ ଲଦି ଦେଇଛନ୍ତି। ୟାର ବିରୋଧ ହେବ, ସରକାରଙ୍କୁ E20 ସହିତ ସାଧାରଣ ତେଲ ଦେବାକୁ ପଡ଼ିବ, କମ୍ ରେଟ୍ରେ ଦେବାକୁ ପଡ଼ିବ। ତୁମେ 166, 266, 566ରେ ତେଲ ବିକିପାରିବ ନାହିଁ। ସେଥିପାଇଁ ଯେଉଁ ଟାଉନ୍ ହଲ୍ ମିଟିଂ ଡକାଯାଇଛି ସେଥିରେ ସାଧାରଣ ଜନତାଙ୍କୁ ଡକାଯାଇଛି, ଯେଉଁମାନେ ୟୁଜର, ଗ୍ୟାରେଜ ବାଲା, ଗାଡ଼ି ଓନର ସମସ୍ତଙ୍କୁ ଡକାଯାଇଛି। ସେଠି ଗୋଟେ ଆଲୋଚନା ହେବ ଆଉ ଆଗାମୀ ଦିନରେ ଏ ଆନ୍ଦୋଳନକୁ ମଜବୁତ କରିବା ପାଇଁ ପ୍ରସ୍ତାବ ପାରିତ।